ଏଥିରୁ କିଛି ଏମପି ସପକ୍ଷରେ ଯିବେ ଆଉ କିଛି ଏମପି ବିରୁଦ୍ଧରେ ଯିବେ। ବିଜୁ ଜନତା ଦଳ ଦୁଇ ଭାଗରେ ବିଭକ୍ତ ହବ। ମୋର ମନେ ହଉଛି ଯଦି ଭୋଟ ଦିଅନ୍ତି ଦଳ ଦୁଇଟି ଚିତ୍ର ଆପଣ ସେଠୁ ପାଇବେ ନିଶ୍ଚିତ ଭାବରେ, ନହେଲେ ଏଇ ନିଷ୍ପତ୍ତି ନେଇ ନଥାନ୍ତେ। ଦୁଇଟା କଥା ଦଳ ନେତୃତ୍ୱର ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ଆଭିମୁଖ୍ୟ ମଧ୍ୟ ନଥିବା, ଏଇଟା ଏଠି ସ୍ପଷ୍ଟ ଆଭିମୁଖ୍ୟ କଥା କହିଲେ ଆମେ ବିରୋଧ କରିବୁ, ଏ ଭୋଟିଂ ମାନେ ନେବୁନି, ଏଇଟା ନିଷ୍ପତ୍ତି ଗୁଡା ନେଇଥିଲେ କିନ୍ତୁ ଦେଖନ୍ତୁ କାହିଁକି ବଦଳେଇଲେ। ତେଣୁ ସେଇ ପୂର୍ବ ସ୍ଥିତି ବିଜେଡିର ଯାହା ଆଗରୁ ଥିଲା ମୁଁ ଭାବୁଛି ସେଇ ସ୍ଥିତି ଆଉ ନାହିଁ। ଆପଣ ଭାବୁଛନ୍ତି କି ଏଇ ନିଷ୍ପତ୍ତି ମୋଦିଙ୍କୁ ବା ଭାରତୀୟ ଜନତା ପାର୍ଟିର ସରକାରକୁ ଖୁସି କରେଇବ? ମୁଁ ଭାବୁଛି ଖୁସି କରେଇବ। ଏମାନେ ଯୋଉ ଆପଣ କହୁଛନ୍ତି ୱାର୍କଆଉଟ କରି ଆସିଥିଲେ ଯେତିକି ସାହାଯ୍ୟ ହେଇଥାନ୍ତା, ଯଦି ଆଦୌରୁ ଅଧିକାଂଶ ସଦସ୍ୟ ତାଙ୍କ ସପକ୍ଷରେ ଭୋଟ ଦେন ସେଟା ବେଶୀ ସାହାଯ୍ୟକାରୀ ହବ ନା ଆଉ। ତ ବର୍ତ୍ତମାନ ବିଜେଡି ଗୋଟିଏ ଏଇଭଳି କନଫ୍ୟୁଜନ ଅବସ୍ଥାରେ ରହିଲା ଯେ ଆମେ ବିବେକ ଅନୁସାରେ ଭୋଟ ଦେବା ପାଇଁ କହିଲୁ, ଅର୍ଥାତ୍ ଆମେ ମୋଦିଙ୍କ ବିରୁଦ୍ଧରେ ଗଲୁ ନାହିଁ, ବରଂ ତାଙ୍କୁ ପରୋକ୍ଷରେ ରହି କିଛି ଅଂଶରେ ସାହାଯ୍ୟ କଲୁ। ଏଇ ବାର୍ତ୍ତା ସେ ଦେଲେ ଏବଂ ଦୁଇଟା ଏକରେ ମଧ୍ୟ ଅନ୍ୟ ପକ୍ଷରେ ଏଠି ସଂଖ୍ୟାଲଘୁ ଯାହାର ଭୋଟ ସିଏ ଗଲା ଥରକ ପାଇଛନ୍ତି ଏବଂ ପାଇବେ ବୋଲି ଓଡ଼ିଶାରେ ଆଶା ରଖିଛନ୍ତି। ସେ ଓଡ଼ିଶା ସେମାନେ ସଂଖ୍ୟା କମ୍ ହେଲେ ମଧ୍ୟ ତାର ପାର୍ଟି ବନ୍ଦ କରିଛନ୍ତି, ତାଙ୍କୁ ମଧ୍ୟ ଦେଲେ ତମ ସପକ୍ଷରେ ତମେ ଭାଷଣ ଦେଲୁ, ତମ ସପକ୍ଷରେ ଆମେ ଅଛୁ, ଆମେ ଶେଷାଶେ ପୁରା ବିରୋଧରେ ନ ଯାଇକି ଆମେ କନସାଇନ୍ସ ଭୋଟ ଛାଡ଼ିଛୁ, ଆମର ଯୋଉମାନେ ଦେବା କଥା ଦେବେ ଆଉ କ'ଣ। ତେଣୁ ଉଭୟକୁ ସନ୍ତୁଷ୍ଟ କରିବା ଯୋଉ ଉଭୟକରୁ ଆସ୍ଥା ହରାଇବାର ସମ୍ଭାବନା ଅଛି। ଯେହେତୁ ଏକର ବାଲା ତାଙ୍କ ଉପରେ ଇଣ୍ଡିଆ ବ୍ଲକର କୌଣସି ଲୋକ ତାଙ୍କ ଉପରେ ଆଉ ବିଶ୍ୱାସ କରିବ କି? ସେ ଜାଣିବ ଯେ ଇଏ ଏକର ସେକର ହଉଛନ୍ତି, କିନ୍ତୁ ଯାହା ହଉ ତାଙ୍କୁ ତ ନିଜ ସ୍ଥିତି ବଞ୍ଚାଇବାକୁ ପଡ଼ିବ। ଆପଣ ଚେନ୍ନାଇ ଯିବା ଫଳରେ ଗୋଟେ ନୂଆ ସ୍ଥିତି ହେଇଥିଲା ଆପଣ ଜାଣିଛନ୍ତି, ସେ ସ୍ଥିତିରେ ସେ ଚାହୁଁନାହାନ୍ତି। ଚେନ୍ନାଇ ଡିଏମକେ ଡାକିଥିଲା ବୋଲି ସେମାନେ ଯାଇଛନ୍ତି, ସେଠି ଜାତୀୟ ସ୍ତରରେ ଇଣ୍ଡିଆ ବ୍ଲକଟା ସେଠି ଏକଜୁଟ ହେଇଯାଇଛି ଏଇ ଯୋଉ ୱାକଫ ବିଲ୍ ସଂକ୍ରାନ୍ତରେ। ଆପଣ ଲୋକସଭା ଭୋଟରେ ଆପଣ ଦେଖିଲେ ଲୋକସଭା ଭୋଟରେ ଏନଡିଏ ବ୍ଲକଟା ଯେମିତି ଏକଜୁଟ ହେଲା, ତାଙ୍କ ଭିତରେ ଯାହା ଥିଲେ ମଧ୍ୟ ବି ତେଲୁଗୁଦେଶମ ହଉ, ଜେଡିୟୁ ହଉ, ଚିରାଗ ପାସୱାନଙ୍କ ଦଳ ହଉ, ସମସ୍ତେ ବିଭିନ୍ନ ଆରଏଲଡି ହଉ, ସେମିତି ଭାବରେ ଇଣ୍ଡିଆ ବ୍ଲକ ପାର୍ଟି କାଲି ଭୋଟିଂ ଯାହା ଜଣା ପଡ଼ିଲା ଇଣ୍ଡିଆ ବ୍ଲକର ପାର୍ଟି ମାନେ ସମସ୍ତେ ୟୁନାଇଟେଡଲି ମଧ୍ୟ ବିରୋଧରେ ଭୋଟ ଦେଇଛନ୍ତି, ନହେଲେ 234 ଭୋଟ ଆସିନଥାନ୍ତା। ରବାବୁ ମୋର ଲାଷ୍ଟ କ୍ୱେଶ୍ଚିନ୍, ବିଜେଡି କାହାକୁ ଡରୁଛି ତାହେଲେ? ବିଜେଡି ନିଶ୍ଚିତ ଭାବରେ ଏବେ ମଧ୍ୟ କେନ୍ଦ୍ର ନେତୃତ୍ୱ ସହିତ ବା ମୋଦିଙ୍କର ପୁରାପୁରି ଗୋଟେ ବିରୋଧୀ ପକ୍ଷରେ ଅସ୍ତ୍ର ଧରିବାକୁ ସେତିକି ସାହସ କରୁନି। ନିଶ୍ଚିତ ଭାବରେ ତେଣୁ ସେମାନେ ଗୋଟେ ରଖିଛନ୍ତି ଭାଙ୍କ ରଖୁଛନ୍ତି ଭବିଷ୍ୟତ ପାଇଁକି। କ'ଣ ଭବିଷ୍ୟତ ମୁଁ ଜାଣୁନି, କାରଣ ଏଠି ବିଜେପି ତ ରାଜ୍ୟରେ ସରକାର ହେଇଯାଇଛି, ସରକାର ନ ହେଇଥାନ୍ତା କ'ଣ ପରିସ୍ଥିତି ହବ, ଆଗକୁ କ'ଣ ପରିସ୍ଥିତି ହବ ଜଣା ନାହିଁ। ନିଶ୍ଚିତ ଭାବରେ ଅନିଶ୍ଚିତତା ଭିତରେ ବିଜୁ ଜନତା ଦଳ ରହିଛି। ବହୁତ ଧନ୍ୟବାଦ ରବ ବାବୁ।